ନମସ୍କାର ସାଙ୍ଗମାନେ, ମୁଁ ଯାଇଥିଲି ମକରରେ ମୋ ବାପ ଘରକୁ। ଆଉ ଛୁଆ ଦେଖନ୍ତୁ ଏଠି ସିଏ ଯାଇ ପହଞ୍ଚି ସାରିକି ଏଠି ତାର ଗୁଡ଼ି ଉଡ଼ାଇବା ଆରମ୍ଭ କରିଦେଲା। ସିଏ ପୁଣି ହାତରେ ଧରିକି ତା ସାଙ୍ଗମାନ ସାଙ୍ଗରେ ମିଶିକି ତାର ଗୁଡ଼ି ଉଡ଼େଇଲା। ତ ସେଦିନ ମୋ ସାଙ୍ଗଟାଙ୍କର ଗୋଟେ ପ୍ରୋଗ୍ରାମ୍ ଥିଲା, ସେ ବହୁତ ଦିନ ହେଲା ଡାକିଲାଣି ତ ଆମ ଘରକୁ ଆସ ତାଙ୍କର ଗୋଟେ ପ୍ରୋଗ୍ରାମ୍ ରଖିଥିଲେ ମକରରେ। ତ ଆମେ ଯାଇଥିଲୁ, ତାଙ୍କର ନୂଆ ଘର କଲେଣି। ତ ସିଏ କହିଲା ପୁରୁଣା ଘର ଥିଲାବେଳେ ଆସିଥିଲୁ, କିନ୍ତୁ ନୂଆ ଘର ଆସିନୁ, ତୁ ବହୁତ ବାଧ୍ୟ କଲା। ମାନେ ହଉ, ନର୍ସିଂ ସାଙ୍ଗ ତ, ପୁରୁଣା ସାଙ୍ଗ, ଟିକେ ଦେଖାହେଲେ ଭଲ ଲାଗେ। ତ ତା ସହିତ ଟିକେ ଫଟୋ ଉଠେଇଥିଲି। ଏଇଟା ଦେଖନ୍ତୁ ମୋ ସାଙ୍ଗ। ତ ତା ସହିତ ଫଟୋ ଉଠେଇଥିଲୁ। ଆଉ ତାର ବହୁତ ସୁନ୍ଦର ଘର କରିଛି, ଭଲ ଲାଗିଲା ଘରଟା ଦେଖିକି। ତାପରେ ଆମେ ଟିକେ କଥାବାର୍ତ୍ତା ହେଇଥିଲୁ, ହେଇକି ସେଠି ଆମେ ଖାଇଲୁ। ତାଙ୍କର ଭଲ ଭଲ ଆଇଟମ୍ କରିଥିଲେ, ବହୁତ ସାରା ଆଇଟମ୍। ତ ଖାଇକି ଆମେ ପଳେଇ ଆସିଥିଲୁ। ତାପରେ 4ଟା ବେଳେ ମୋ ଝିଆରୀ କହିଲା, ମୋ ଭାଇର ଝିଅ, ସେ କହିଲା ଆଣ୍ଟି ଚାଲ ଯିବା, ମୁଁ ତୁମ ସାଇକେଲରେ ବୁଲେଇ ଆଣିବି। ମୁଁ କହିଲି ହଉ ତାହେଲେ ଚାଲ। ଆଉ ମୁଁ ବି ବହୁତ ଦିନ ସାଇକେଲରେ ବସିନଥିଲି। ମୁଁ କହିଲି ବସିପାରିବି ନା ନାହିଁ କେଜାଣି, କିନ୍ତୁ କହିଲା ହଁ ବସ, ନେଇକି ଏମିତି ଆମେ ସାଇକେଲରେ ବୁଲି ଆସିଥିଲେ। ତାପରେ ଏଠି ଏମାନେ ଆସିକି ମୋ ଭାଇଟା କହିଲା ଯେ ଚାଲ ମୁଁ ମୁନି ବୁଲେଇ ଆଣିବି। ଆମର ସେଇଠି ପାଖରେ ଗୋଟେ ମେଳା ପଡ଼େ, ତ ଏମାନେ ସବୁ ମୁନି ଗଲେ। ମାନେ